ସାର୍ ନମସ୍କାର। ମୁଁ ଆପଣଙ୍କୁ ଧନ୍ୟବାଦ କହୁଛି ଯେ ଆପଣ ଆମର ଷ୍ଟଲ୍କୁ ଆସିଛନ୍ତି। ଆମର ଓଡ଼ିଶା ଦୁର୍ନୀତି ସଂଘର୍ଷ ମଞ୍ଚର ମୁଁ ଜଣେ ମହିଳା ସଭାନେତ୍ରୀ ଅଛି। ଆଉ ଆମର ଭୁବନେଶ୍ୱରରେ ବ୍ରାଞ୍ଚ ଅଛି। ଆଉ ଭୁବନେଶ୍ୱରରେ ଆମର ହେଡ଼କ୍ୱାର୍ଟରଟା ଆମର 30ଟା ଜିଲ୍ଲାରେ ଆମର କିଛି ନା କିଛି ବ୍ରାଞ୍ଚ ଆମେ ଛୋଟ ମୋଟ କରି କରିଛୁ। ଆମର ଦୁର୍ନୀତି ହଟେଇବାର କାରଣ ହେଉଛି ସବୁ ଜାଗାରେ ତ ଦୁର୍ନୀତି ଆମେ ହଟେଇ ପାରିବାନି, ସମ୍ପୂର୍ଣ୍ଣ ଭାବରେ ହେଇପାରିବନି। ଯାହା ବ୍ୟତୀତ ଆମକୁ ସାର୍ କହିଲେ ଯେ ସମ୍ପୂର୍ଣ୍ଣ ଭାବରେ ଆମର ଦୁର୍ନୀତି ହଟେଇ ହେବନି। ଆମେ ଚେଷ୍ଟା କରୁଛୁ, ଯେତିକି ପାରୁଛୁ ସେତିକି କରୁଛୁ। ଆଉ ଆପଣମାନଙ୍କର ସହଯୋଗ ଦରକାର ପଡ଼ୁଛି, ସବୁ ୟଙ୍ଗ ଲୋକଙ୍କର ବି ଦରକାର ପଡ଼ୁଛି, ପିଲାମାନଙ୍କର ଷ୍ଟୁଡେଣ୍ଟମାନଙ୍କର ସବୁ ଦରକାର ପଡ଼ୁଛି କେମିତି ଦୁର୍ନୀତି ହଟିବ ସେ ବାବଦରେ ଆମେ ଚେଷ୍ଟା କରୁଛୁ। ଆୱାରନେସ୍ ବି କରୁଛୁ, କଲେଜ ମାନଙ୍କରେ ସ୍କୁଲ ମାନଙ୍କରେ ଆୱାରନେସ୍ କରୁଛୁ ଯେ କେମିତି ଦୁର୍ନୀତି ହଟିବ। ଆଉ ଗୋଟେ କଥା, ଆମେ ଦୁର୍ନୀତି ସଙ୍ଗରେ ବି ଆମେ ପରିବେଶ କେମିତି ସୁରକ୍ଷା ରଖିବା ପାଇଁ ସେଇଟା ବି ଆୱାରନେସ୍ କରୁଛୁ। ମୁଁ ବି ସ୍ୱର୍ଣ୍ଣିମାର ଏଡ଼ିଟର, ଜଣେ ସ୍ୱର୍ଣ୍ଣିମା ମାଗାଜିନ୍ର ମୁଁ ଏଡ଼ିଟର। ମୁଁ ଗୋଟେ ମାନେ କବିତା ପୋଏଟ୍ ଲେଖେ, ଆଉ ତାର ସଦସ୍ୟ ମାନେ ଛୋଟ ସଦସ୍ୟ ଗୋଟେ। ଆଉ ଏଇ ଅର୍ଗାନାଇଜେସନର ବି ମୁଁ 2011 ମସିହାରୁ ସଦସ୍ୟ ହେଇକି ଅଛି। ସାର୍ ଆମେ ତ ଆମେ ଚେଷ୍ଟା କରୁଛୁ ତାଙ୍କ ପାଖରେ ଆପ୍ଲିକେସନ୍ ଆମର ଚେୟାରମ୍ୟାନ୍ ସେକ୍ରେଟାରୀ ଯାହା ଦେଉଛନ୍ତି, ସେ ଯାହା ଆମେ ଶୁଣୁଛୁ, ଆପଣ ଯାହା କହିଲେ ଠିକ୍ ସତ କଥା କହିଲେ। ଆମେ ଯାହା ଶୁଣୁଛୁ ସେର କଥା ନେଇକି ଆମେ ତାଙ୍କ କାନରେ ବି ପକେଇଛୁ। ଯେହେତୁ ଆମେ ଆମ ପାଖରେ କିଛି ବେଶୀ କିଛି ସପୋର୍ଟ ପାଉନୁ, ସେଥିପାଇଁ କି ହେଉନି। ତଥାପି ଆମର ଚେଷ୍ଟା ବି ଚାଲିଛି, କିଛି କିଛି ଚାଲିଛି ସାର୍, ବହୁତ କିଛି। ଆମର ଏମିତି ବି କହିବାକୁ ଗଲେ ସାର୍ କହିଲେ ଅଳ୍ପ କିଛି ଟ୍ରାନ୍ସଫର୍ ହେଇଛନ୍ତି, ସସ୍ପେଣ୍ଡ ହେଇଛନ୍ତି, ସେମିତି ବି ହେଇଛନ୍ତି। ଆଉ ଆମେ ବି ଆଗକୁ ଆମେ ବଡ଼ ଧରଣର ଗୋଟେ ଇଏ କରିବାକୁ ଯାଉଛୁ। ସେଇଟା ପାଇଁକି ଆମେ ରାଜନେତାଙ୍କର ବି ହେଲ୍ପ ନେଇଛୁ, ଯାହାକୁ ମାନେ ବଡ଼ ବଡ଼ ସେକ୍ରେଟାରୀ ଫେକ୍ରେଟାରୀଙ୍କ ଲେବୁଲରେ ଯେଉଁ ଲୋକ। ଆଜ୍ଞା ସାର୍। ସାର୍ ଆମେ ତ ନିଶ୍ଚିନ୍ତ ଆମେ ସରକାରଙ୍କ ପାଖରେ ନିଶ୍ଚିନ୍ତ ଆମେ ଅଭିଯୋଗ ଆଶା କରୁଛୁ ଯେ ଭଲ ଆମ ପାଇଁକି ଆମକୁ ସପୋର୍ଟ କରିବେ। ଆଉ ଆମେ ଚିଫ୍ ମିନିଷ୍ଟରଙ୍କୁ ଗୋଟେ ଲେଖା ଦେଇଛୁ, ସବୁ ଯାଇକି ଭେଟିଛୁ ବି, ଆମ ଅର୍ଗାନାଇଜେସନ୍ ଯାଇକି ଭେଟିଛନ୍ତି, ସବୁ ପର୍ସନାଲ ଗୋଟେ ଗୋଟେ ଯାଇକି ଭେଟିଛୁ। ଆଉ ଏମିତି ଗ୍ରୁପ୍ ୱାଇଜ୍ ବି ଭେଟିଛୁ ତାଙ୍କୁ, ଉପର ସ୍ତରରୁ ଯେମିତି ଦୁର୍ନୀତି ଦୂର ହେବ ସେ ବାବଦ ପାଇଁକି ଆମେ ତାଙ୍କୁ ପ୍ରସ୍ତାବ ବି ଦେଇଛୁ। ଉପମୁଖ୍ୟମନ୍ତ୍ରୀଙ୍କୁ ଦେଇଛୁ, ଆମର 2 ଜଣ ଉପମୁଖ୍ୟମନ୍ତ୍ରୀ ଯେଉଁ ଅଛନ୍ତି ତାଙ୍କୁ ବି ଦିଆଯାଇଛି, ଆଉ ଚିଫ୍ ମିନିଷ୍ଟରଙ୍କୁ ବି ଦିଆଯାଇଛି। ଆଉ ତାଙ୍କର ବି ଆମେ ଆଶା କରୁଛୁ ଗଭର୍ଣ୍ଣମେଣ୍ଟ ଆମକୁ ସାହାଯ୍ୟ କରୁ, ଆଉ ଏଇ ସରକାର ଆମକୁ ଯେମିତି ହେଲେ ସାହାଯ୍ୟ କରି ଆମେ ତାଙ୍କର ହାତ ଆମ ଉପରେ ରହୁ। ଆମେ ଆଗକୁ ହଁ, ଭିଜିଲାନ୍ସ ଡିପାର୍ଟମେଣ୍ଟ ବି ଆମକୁ ସାହାଯ୍ୟ କରୁଛି ସାର୍। ଆଉ ତାପରେ ଆମେ ଏବେ ବଡ଼ କାମ ହେବାକୁ ଯାଉଛି, ଆପଣମାନେ ବି ଜାଣିପାରିବେ କ'ଣ ଆମେ ଦୁର୍ନୀତି ହଟାଉଛୁ, ସେଇଟା ଆପଣମାନେ ବି ଜାଣିପାରିବେ। ବହୁତ ବହୁତ ଧନ୍ୟବାଦ ସାର୍।